प्रभु जीशु ଏହି ପୃଥିବୀ ପୃଷ୍ଠରେ ସେ 3 ବର୍ଷରୁ ଅଧିକ ସମୟ ସେ ସେବା କାର୍ଯ୍ୟ କଲେ। ଆଉ ତାଙ୍କର ସେ ସେବା କାର୍ଯ୍ୟ ମଧ୍ୟରେ ସେ 12 ଜଣ ଶିଷ୍ୟଙ୍କୁ ସେ ମନୋନୀତ କଲେ। ଆଉ କେଉଁ ପ୍ରକାର ଭାବରେ ସେ 12 ଜଣ ଶିଷ୍ୟଙ୍କୁ ମନୋନୀତ କଲେ, ଲୁକ ଲିଖିତ ସୁସମାଚାର 6 ଅଧ୍ୟାୟ 12 ପଦରୁ ଆମେ ପଢ଼ିବା। ଆମେ ସେହି ସମୟରେ ସେ ଦିନେ ପ୍ରାର୍ଥନା କରିବା ନିମନ୍ତେ ପର୍ବତକୁ ବାହାରି ଯାଇ ଈଶ୍ୱରଙ୍କ ନିକଟରେ ପ୍ରାର୍ଥନା କରୁ କରୁ ସମସ୍ତ ରାତ୍ରି ଯାପନ କଲେ। ପ୍ରଭାତ ହୁଅନ୍ତେ ସେ ଆପଣା ଶିଷ୍ୟମାନଙ୍କୁ ପାଖକୁ ଡାକି ସେମାନଙ୍କ ମଧ୍ୟରୁ 12 ଜଣଙ୍କୁ ମନୋନୀତ କଲେ। ସେ ସେମାନଙ୍କୁ ମଧ୍ୟ ପ୍ରେରିତ ନାମ ଦେଲେ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନିକଟରେ ଅନେକ ଜଣ ଶିଷ୍ୟ ଥିଲେ। ଆମେ ଅନେକ ଜାଗାରେ ଆମେ ଦେଖିପାରିବା ଯେ ତାଙ୍କର 70 ଜଣ ଶିଷ୍ୟ ଥିଲେ। ମାତ୍ର ପ୍ରଭୁ ଯୀଶୁଖ୍ରୀଷ୍ଟ ସେମାନଙ୍କ ମଧ୍ୟରୁ ସେ 12 ଜଣ ଶିଷ୍ୟଙ୍କୁ ସେ ବାଛୁଅଛନ୍ତି। ଆଉ କେଉଁ ପ୍ରକାର ଭାବରେ ସେ 12 ଜଣ ଶିଷ୍ୟଙ୍କୁ ବାଛୁଅଛନ୍ତି? ସେ ହୋଲ୍ ନାଇଟ୍ ପ୍ରାର୍ଥନା କରେ। ରାତି ସାରା ସେ ପିତାଙ୍କ ନିକଟରେ ପ୍ରାର୍ଥନା କରି ସେ ଶିଷ୍ୟମାନଙ୍କୁ ସେ ମନୋନୀତ କରୁଅଛନ୍ତି। ମନ ଇଚ୍ଛା ସେ ଶିଷ୍ୟମାନଙ୍କୁ ମନୋନୀତ କରିନାହାନ୍ତି। ସେ ସମ୍ପୂର୍ଣ୍ଣ ରାତ୍ର ପ୍ରାର୍ଥନାରେ ସମୟ ବିତାଇ ସେ ଆପଣା ଶିଷ୍ୟମାନଙ୍କୁ ମନୋନୀତ କରେ। ଆଉ ସେ 12 ଜଣ ଶିଷ୍ୟମାନଙ୍କ ମଧ୍ୟରେ ଗୋଟିଏ ଶିଷ୍ୟର ନାଁ ହେଲା ଇସ୍କାରିତ ଜିହୁଦା। ଇସ୍କାରିତ ଜିହୁଦାକୁ ମଧ୍ୟ ପରମେଶ୍ୱର ପ୍ରାର୍ଥନାର ସହିତ ସେ ବାଛିଲେ। ଆଜି ମୁଁ ଆପଣମାନଙ୍କୁ ଇସ୍କାରିତ ଜିହୁଦାଙ୍କ ବିଷୟରେ କିଛି କହିବା ପାଇଁ ଚାହେଁ। ଇସ୍କାରିତ ଜିହୁଦା କାହିଁକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସେ ବିକ୍ରୟ କଲା, ସେ ବିଷୟରେ ମୁଁ ଆପଣଙ୍କୁ କହିବା ପାଇଁ ଚାହେଁ। ଇସ୍କାରିତ ଜିହୁଦା କହିଲେ, ଯେଉଁ ଇସ୍କାରିତ ସେ ଗୋଟିଏ ଜାଗାର ନାଁ, ଗୋଟିଏ ଗ୍ରାମର ନାଁ, ସେହି ସ୍ଥାନରୁ ଏହି ଜିହୁଦା ଆସିଥିବାରୁ, କାରଣ ବାଇବଲରେ ଅନେକ ଜିହୁଦା ବିଷୟରେ ଲେଖାଯାଏ। ଆଙ୍କୁ ଇସ୍କାରିତ ଜିହୁଦା ଏଥିପାଇଁ କୁହାଯାଏ ଯେ ସେ ଇସ୍କାରିତୀୟ ସେ ଗ୍ରାମରୁ ଆସିଥିବାରୁ ତାଙ୍କ ନାମ ଇସ୍କାରିତ ଜିହୁଦା। ଯେମିତି ମଗଦଲିନ ମରିୟମ କୁହାଯାଏ, ମଗଦଲିନ ଗ୍ରାମରୁ ଆସିଥିବାରୁ ତାଙ୍କୁ ମଗଦଲିନ ମରିୟମ କୁହାଯାଏ। ହାରାମାଥ୍ୟୁ ଜୋସେଫ, ଯିଏକି ହାରାମାଥ୍ୟୁ ଗ୍ରାମରୁ ଆସିଥିବାରୁ ତାଙ୍କୁ ସେହି ପ୍ରକାର ନାମକରଣ କରାଯାଇଛି। ଇସ୍କାରିତ ଗୋଟେ ଗ୍ରାମର ନାଁ, ଆଉ ଜିହୁଦା ନାମର ଅର୍ଥ ହେଲା ପ୍ରଶଂସା। କୌଣସି ଖରାପ ନାମ ନୁହେଁ, ଅତି ଉତ୍ତମ ନାମ ଇସ୍କାରିତ ଜିହୁଦାକୁ ଦିଆଯାଇଥିଲା। ମାତ୍ର ସେ କାହିଁକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସେ ବିକ୍ରୟ କରୁଅଛି, ସେ ବିଷୟରେ ଆମେ ଅଳ୍ପ ସମୟ ଧରି ଆମେ ଆଲୋଚନା କରିବା। ପ୍ରଭୁ ଯୀଶୁଖ୍ରୀଷ୍ଟ କୌଣସି ବିଷୟରେ ଇସ୍କାରିତ ଜିହୁଦାକୁ ଊଣା କରିନଥିଲେ। ଇସ୍କାରିତ ଜିହୁଦା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଯେଉଁ 12 ଜଣ ଶିଷ୍ୟ, ସେମାନଙ୍କ ମଧ୍ୟରେ ସବୁଠାରୁ ଜ୍ଞାନୀ ବୁଦ୍ଧିମାନ ବ୍ୟକ୍ତି ଥିଲେ। କାରଣ ଇସ୍କାରିତ ଜିହୁଦା ହେଉଛନ୍ତି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଯେଉଁ ଛୋଟିଆ ଫେଲୋସିପ୍ର ସେ ଜଣେ କୋଷାଧ୍ୟକ୍ଷ, ଟ୍ରେଜରର। ତାଙ୍କ ପାଖରେ ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କର ସମସ୍ତ ପ୍ରକାର ଟଙ୍କାକୁ ସେ ଜମା କରୁଥିଲେ। ଗୋଟିଏ ମୂର୍ଖ ବ୍ୟକ୍ତିଙ୍କୁ ଟଙ୍କାର ଦାୟିତ୍ୱ, ଧନର ଦାୟିତ୍ୱ ବା ଟ୍ରେଜରର ପଦ କେବେ ହେଲେ ଦିଆଯାଏ ନାହିଁ। ମାତ୍ର ଗୋଟେ ଜ୍ଞାନୀ ବ୍ୟକ୍ତିକୁ ହିଁ ସେହି ପଦ ଦିଆଯାଏ। ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଯେଉଁ 12 ଜଣ ଶିଷ୍ୟମାନଙ୍କ ମଧ୍ୟରେ ସେ ଜଣେ ଜ୍ଞାନୀ ଓ ବୁଦ୍ଧିମାନ ବ୍ୟକ୍ତି ଥିଲେ। ଆଉ ପ୍ରଭୁ ଯୀଶୁଖ୍ରୀଷ୍ଟ ତାଙ୍କୁ ବାଛିଥିଲେ, କାରଣ ଆସନ୍ତା ଦିନମାନଙ୍କରେ ସେ ପ୍ରଭୁଙ୍କ ନିମନ୍ତେ ମହାନ ମହାନ କାମ କରିବ। ଏଥି ନିମନ୍ତେ ପ୍ରଭୁ ଯୀଶୁଖ୍ରୀଷ୍ଟ ଇସ୍କାରିତ ଜିହୁଦାକୁ ବାଛିଥିଲେ। ମାତ୍ର ଇସ୍କାରିତ ଜିହୁଦା ଏହି ପ୍ରକାର ସେ କାମ କରିଅଛି ଯେ ଅନେକ ମା ବାପା ଯେ ନିଜର ପୁଅ ଝିଅଙ୍କୁ ଇସ୍କାରିତ ଜିହୁଦା ନାଁ ଦେବା ପାଇଁ ସେମାନେ ଇଚ୍ଛା କରିବେ ନାହିଁ। କାରଣ ସେ ଯେଉଁ ପ୍ରକାର ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସେ ବିକ୍ରୟ କରିଛି, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଧରେଇ ଦେଇଛି, ସେଥିପାଇଁ ନିଜର ପୁଅ ଝିଅକୁ ସେ ପ୍ରକାର ନାମ ଦେବା ପାଇଁ ମଧ୍ୟ ଅନେକ ମା ବାପା ଇଚ୍ଛା କରିବେ ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିକ୍ରୟ କଲା। ତାଠୁ ବଡ଼ ଦୁଃଖର ବିଷୟ କ'ଣ ଯେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ମୂଲ୍ୟ ସେ ମାତ୍ର 30ଟି ରୌପ୍ୟ ମୁଦ୍ରା ସେ ଲଗେଇଲା। ସେଇଟା ହେଉଛି ସବୁଠୁ ବଡ଼ ଦୁଃଖର ବିଷୟ। ଏହି ପ୍ରକାର ଭାବରେ ଏତେ ଚିପ୍, ଏତେ ଶସ୍ତାରେ ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ଶତ୍ରୁ ହସ୍ତରେ ସମର୍ପଣ କରୁଛି, ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିକ୍ରୟ କରୁଅଛି। ଏଇଟା ହେଉଛି ଦୁଃଖର ବିଷୟ। ପ୍ରଭୁ ଯୀଶୁଖ୍ରୀଷ୍ଟ ଯେଉଁ ସମୟରେ ଆପଣା ଶିଷ୍ୟମାନଙ୍କୁ ମନୋନୀତ କରିଥିଲେ, ସେହି ସମୟରେ ସେମାନେ ବା ଇସ୍କାରିତ ଜିହୁଦା ଦୁଷ୍ଟ ନଥିଲା। ମାତ୍ର ଧୀରେ 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 ଧୀରେ
से प्रकार ହେଉଛି। କାରଣ ଆମେ ବାଇବଲ ପଢ଼ିଲେ ଆମେ ଜାଣିପାରିବା, କାରଣ ପ୍ରଭୁ ଯୀଶୁଖ୍ରୀଷ୍ଟ ଗୋଟେ ଚୋରକୁ କେବେ ମନୋନୀତ କରିବେ ନାହିଁ, ଯାହାର ମନ ପରିବର୍ତ୍ତନ ହେଇଥିବ, ଯେ କି ନିଜ ଖରାପ ବିଷୟରୁ ବାହାରିକିନା ପଳାଇ ଆସିଥିବ, ଏଇ ପ୍ରକାର ବ୍ୟକ୍ତିଙ୍କୁ ପ୍ରଭୁ ଯୀଶୁଖ୍ରୀଷ୍ଟ ମନୋନୀତ କରିବେ। ମାତ୍ର କ'ଣ ହେଇଛି, ମୁଁ କେତେଟା ବିଷୟ ଆପଣମାନଙ୍କ ନିକଟରେ ରଖିବା ପାଇଁ ଚାହେଁ। ଜହନ ଲିଖିତ ସୁସମାଚାର 12 ଅଧ୍ୟାୟକୁ ଯିବା ଆମେ। ଜହନ ଲିଖିତ ସୁସମାଚାର 12 ଅଧ୍ୟାୟ ଆମେ ପଢ଼ିବା, ଆମେ 6 ପଦରୁ ପଢ଼ିବା। ଜହନ 12 ଅଧ୍ୟାୟର 6 ପଦରେ ଏ ପ୍ରକାର ଭାବେ ଲେଖାଯାଏ, ସେ ଯେ ଦରିଦ୍ରମାନଙ୍କ ନିମନ୍ତେ ଚିନ୍ତା କରୁଥିଲା ବୋଲି ଏହା କହିଲା ତାହା ନୁହେଁ, କିନ୍ତୁ ସେ ଜଣେ ଚୋର, ଆଉ ତାହା ନିକଟରେ ଟଙ୍କା ଥଳିଥିବାରୁ ସେଥିରେ ଯାହା ରଖାଯାଉଥିଲା ସେ ଚୋରି କରି ନେଇଯାଉଥିଲା। ପ୍ରାରମ୍ଭରେ ଇସ୍କାରିୟତ ଯିହୁଦା ସେ ପ୍ରକାର ଗୋଟେ ଲୋଭୀ ବ୍ୟକ୍ତି ନଥିଲା। ମାତ୍ର ଯେଉଁ ସମୟରେ ତାଙ୍କୁ ସେ ଦାୟିତ୍ୱ ଦିଆଗଲା, ଟ୍ରେଜରର ଦାୟିତ୍ୱ, କୋଷାଧ୍ୟକ୍ଷର ଦାୟିତ୍ୱ, ସେ ସମୟରେ ସେ କ'ଣ କରୁଅଛି, ସେ ଟଙ୍କାର ଲୋଭରେ ପଡ଼ି ସେଥିରୁ ଚୋରି କରିବାକୁ ଷ୍ଟାର୍ଟ କରୁଛି। ଚୋରି କରୁ କରୁ ଏଇ ପ୍ରକାର ଭାବରେ ଛୋଟିଆ ପାପ ଛୋଟିଆ ଭାବରେ ଆମର ଜୀବନରେ ପ୍ରବେଶ କରେ। ସେ ଛୋଟିଆ ଭାବରେ ପ୍ରବେଶ କରିବା ସମୟରେ ହିଁ ଆମେ ତାହାକୁ ମାରିଦେବାର ଅଛି, ତାଠୁ ଦୂରକୁ ପଳାଇବାର ଅଛି, ତାହାକୁ ପରିତ୍ୟାଗ କରିବାର ଅଛି। ସେ ଚୋର ଥିଲା। ସେ କାହିଁକି ଚୋର? ତାକୁ ଲୋଭ, ଟଙ୍କା ଦେଖିଲେ ତାକୁ ଏ ପ୍ରକାର ଲୋଭ ଲାଗୁଥିଲା। ଆଉ ଏଇ ପ୍ରକାର ସମୟ ଆସିଛି, ସେ ଚୋରି କରୁ କରୁ ନିଜର ପ୍ରଭୁଙ୍କୁ ମଧ୍ୟ, ନିଜର ଗୁରୁଙ୍କୁ ମଧ୍ୟ ସେ ବିକ୍ରୟ କରୁଅଛି। କାରଣ ଲୋଭରେ ଏ ପ୍ରକାର ବିଷୟ ଗୁଡ଼ିକ ହେଇଯାଏ। ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିକ୍ରୟ କରିବାର କାରଣ ଅଟେ, ସେ ଜଣେ ଚୋର। ସେ ଏହି ପ୍ରକାର ଭାବରେ ସେ ଟଙ୍କା ଥଳିରୁ ସେ ଚୋରଉ ସେଥିରୁ ସେ ପଇସା ବାହାର କରୁ ଏହି ପ୍ରକାର ଗୋଟେ ସମୟ ଆସୁଛି ଯେ ସେ ନିଜର ପ୍ରଭୁଙ୍କୁ ହିଁ ବିକ୍ରୟ କରୁଛି। କାହିଁକି ସେ ପ୍ରଭୁଙ୍କୁ ବିକ୍ରୟ କରୁଅଛି? ତାର ସେହି ଚୋରର ବୁଦ୍ଧି, ତାର ସେ ଲୋଭର ବୁଦ୍ଧି ତାହାକୁ ଏହି ପ୍ରକାର ଭୁଲ ମାର୍ଗକୁ କଢ଼େଇନି। ସେ ପ୍ରାରମ୍ଭରେ ଯେଉଁ ସମୟରେ ଯୀଶୁଖ୍ରୀଷ୍ଟଙ୍କର ଶିଷ୍ୟ ହେଇଥିଲା, ସେ ସମ୍ପୂର୍ଣ୍ଣ ସମର୍ପଣ ଭାବରେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ଅନୁଗମନ କରୁଥିଲା। ମାତ୍ର ଧୀରେ ଧୀରେ ସେ ଚୋରି କରି ଏହି ପ୍ରକାର ଭାବରେ ନିଜକୁ ତିଆରି କଲା ଯେ ଆଉ ସେ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିକ୍ରୟ କରୁଅଛି। ମୁଁ ଆପଣମାନଙ୍କ ନିକଟରେ ଦ୍ୱିତୀୟ ବିଷୟ ରଖିବା ପାଇଁ ଚାହେଁ। ଜହନ ଲିଖିତ ସୁସମାଚାର 13 ଅଧ୍ୟାୟର 30 ପଦ ମୁଁ ଆପଣମାନଙ୍କ ନିମନ୍ତେ ପଢ଼ୁଅଛି। ରୋଟି ଖଣ୍ଡକ ଗ୍ରହଣ କରି ସେ ତତ୍କ୍ଷଣାତ୍ ବାହାରି ଗଲା। ସେତେବେଳେ ରାତ୍ରି କାଳ, ଯେଉଁ ସମୟରେ ସେ ଶେଷ ରାତ୍ର ଭୋଜ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ସହିତ ସେ ଭୋଜନ କରୁଅଛି, ଇସ୍କାରିୟତ ଯିହୁଦା ରୋଟି ଖଣ୍ଡକ ପାଉ ପାଉ ତାହାର ଯାହା ଦରକାର ଥିଲା ସେହି ପର୍ବ ବା ଶେଷ ରାତ୍ର ଭୋଜ ସମାପ୍ତ କରୁ ସେ କ'ଣ କରୁଅଛି? ସେ ଯୀଶୁଖ୍ରୀଷ୍ଟଙ୍କର ଶିଷ୍ୟମାନଙ୍କର ସହଭାଗିତା, ଯୀଶୁଖ୍ରୀଷ୍ଟଙ୍କର ସହଭାଗିତାକୁ ଛାଡ଼ି ସେ ଚାଲି ଯାଉଅଛି। ବିକ୍ରୟ କରିବାର ଆଉ ଗୋଟେ କାରଣ, ସେ ସହଭାଗିତାରୁ ବାହାରି ଯାଉଛି। ଗୋଟେ ସ୍ପିରିଚୁଆଲ ସହଭାଗିତା ରୁ ବାହାରି ସେ ଅନ୍ୟ ସାଧୁ କି ଫାରୁସୀ ମାନଙ୍କ ସହିତ ସହଭାଗିତା କରୁଛି। ଆଉ ଯାଇ କହୁଅଛି, ମୋତେ କ'ଣ ଦେବ କୁହନ୍ତୁ, ମୁଁ ତାହାଙ୍କୁ ଧରେଇ ଦେବି। ଗୋଟିଏ ଉତ୍ତମ ସହଭାଗିତାରୁ ଆପଣ ଯେଉଁ ସମୟରେ ବାହାରି ଚାଲିଯିବେ, ସେହି ସମୟରେ ଆପଣ ନଷ୍ଟ ହେଇଯିବେ। କାରଣ ଗୋଟେ ଖରାପ ସହଭାଗିତା ଚରିତ୍ରକୁ ନଷ୍ଟ କରିଦିଏ, କୁସଂସର୍ଗ ଶିଷ୍ଟାଚାର ନଷ୍ଟ କରେ। ଭୁଲ ସହଭାଗିତା ଆମର ଚରିତ୍ରକୁ ବିଗାଡ଼ି ଦିଏ। ଆଜି ଅନେକ ଜଣ ନଷ୍ଟ ହେବା ପଛରେ କାରଣ କ'ଣ? ସେମାନେ ଠିକ୍ ସହଭାଗିତାରେ ନାହାନ୍ତି। ଯଦି ସେମାନେ ଠିକ୍ ସହଭାଗିତାରେ ଥାନ୍ତେ, ତାହେଲେ କେବେ ସେମାନେ ନଷ୍ଟ ହୋଇନଥାନ୍ତେ। ମାତ୍ର ଇସ୍କାରିୟତ ଯିହୁଦା ଯେଉଁ ସମୟରେ ସେ ରୋଟି ଖଣ୍ଡକ ପାଇଛନ୍ତି, ସେହି ସମୟରେ ସେ କ'ଣ କରିଛନ୍ତି ଯେ
प्रभु जीशु ख्रीष्टंकर से फेलोशिप को छाड़ी परित्याग करी से कौन करुअछंती से अन्य गोटे सहभागिता को चली जाउछंती। प्रिय माने एथिपाई इस्कार्त जिहुदा प्रभु जीशु ख्रीष्टन को से विक्रय करुअछि। मु आपनक निकटरे तृतीय विषय रखिबा पाई चाहूछि। लूक लिखित सुसमाचार 22 अध्याय माने पढ़िबा। लूक लिखित सुसमाचार 22 अध्याय आमे पढ़ुछु जे इस्कार्त जिहुदा प्रभु जीशु ख्रीष्टन को काहेकि विक्रय कला। आमे समस्ते जानू जे इस्कार्त जिहुदा जीशुंकर जने शिष्य थिला आउ से प्रभु जीशु ख्रीष्टन को विक्रय कला ए कथा हमकु जण। मात्र आमे से काहेकि विक्रय कला ए कथा जदि आमे जानिबा आमे अति सावधान ही परिबा। कारण आज मध्य ख्रिस्टियन समाज रे अनेक इस्कार्त्य जिहुदा अछंती। नाम इस्कार्त्य जिहुदा नहीं मात्र काम इस्कार्त्य जिहुदा अटंती। गोटे छोटिया गोटे जॉब पाइबा निमंते से माने प्रभु जीशु ख्रीष्टन को विक्रय करुअछंती। गोटे पुओ पाइबा निमंते से माने गोटे झियो पाइबा निमंते से माने प्रभु जीशु ख्रीष्टन को विक्रय करुअछंती। किछि छोटिया सुविधा पाइबा निमंते से माने प्रभु जीशु ख्रीष्टन को विक्रय करुअछंती। प्रिय भाई भौणी माने नाम इस्कार्त जिहुदा नुहे मात्र काम गुड़िक आम जो समय आम देखू इस्कार्त जिहुदा परी से माने काम करुअछंती। से इस्कार्त जिहुदार चरित्र गुड़िक आपण ख्रिस्टियन समाज रे देखि पारिबे कि प्रकार गोटे जाति सर्टिफिकेट निमंते ख्रिस्टन को से माने अस्वीकार करुअछंती। किछि गोटे स्टाइपेंड पाइबा निमंते से माने ख्रिस्टन को से माने विक्रय करुअछंती। आमे ख्रिस्टियन नहीं, आमे ख्रिस्टन को आमे जानि नाहु, आमे अण ख्रिस्टियन टू आमे विभिन्न प्रकार से माने कथा गुड़िक कहंती। इस्कार्त जिहुदा से आरंभ से प्रकार नथिला। गोटे समर्पण शिष्य भाव से जीशुकर 12 जनक मध्य आसथिला मात्र से लोभ ताकू नष्ट करिछि। सहभागितारू बाहरी जिबा ताहाकू नष्ट करिअछि। आपण जो दिन गोटे मंडली सहभागिता परित्याग करिवे आपन को कहबा पाई चाहे आपण नष्ट होई जिवे, आपण विनष्ट होई जिवे, आपण इस्कार्त जिहुदा होई जिवे। प्रिय भाई मु आपण मानकू लूक लिखित सुसमाचार 22 अध्याय 3 पद पढ़ेवा पाई चाहे। सेतेबेले द्वादशंक संख्या मध्य अंतर्गत इस्कारितीय नामक जिहुदंक ठारे शैतान प्रवेश कला। काहेकि प्रवेश करुछि? शैतान को आसीबा निमंते द्वार खोलु अछंती। जो समय गोटे व्यक्ति लोभ को प्रश्रय देव, चोरी करिब, प्रभुंकर सहभागिता ठारू दूर को चली जीव, सेई समय रे शैतान निमंते से द्वार को उन्मुक्त करिब, जहा द्वारा कि शैतान तार जीवन मध्य प्रवेश करी ताहाको नष्ट करिब। जोहन 10:10 लिखा गला चोर केवल मन रखंतु चोर बा शैतान केवल चोरी बोध और विनाश करिबा निमंते आसे। से चोर से आसिला आ से संपूर्ण भाव से इस्कार्त जिहुदा को विनाश कला, नष्ट करदेला। मु आज इस्कार्त जिहुदा विषय आपण मानकु कहबा पाई चाहे। कारण आमे जानो इस्कार्त जिहुदा यीशु ख्रीष्टन को 30 गोटी रौप्य मुद्रा रे विक्रय कला। मात्र से काहे की विक्रय कला आमे देखुछु। आज मध्य अनेक इस्कार्त जिहुदा रहिछंती। खाली नाम सिना इस्कार्त जिहुदा नुहे मात्र काम गुड़िक द्वारा से माने निजको इस्कार्त जिहुदा बोली से माने देखाउछ। एही सब कारण गुड़िक मु आपण मानक निकट रखुछि जे एही सब विषय गुड़िक गोटे समर्पित 12 जन प्रेरित मान मध्य गोटे प्रेरित जे कि यीशुंक नाम रे भूत छड़ौथिले, मृत मान को जीवित करौथिले, अनेक शक्तिर कार्य करूथिले, सेही इस्कार्त जिहुदा से नष्ट हो गला, विनष्ट हो गला। से निजे बेकरे दौड़ी दई आत्महत्या करिछि। आत्महत्या करिछि। इस्कार्त जिहुदा काहेकि प्रभु यीशु ख्रीष्टन को विक्रय कला आमे पढ़िबा। आमे जहा कि आमे पाई परिबा गीत संगीता पुस्तक 41 गीत, जहा कि गोटे प्रोफेसी अटे। गीत संगीता पुस्तक 41 गीत मु आपण मानक निमंते 9 पद पढ़ु अछि। दया करी ध्यान देबे 9 पद। हाँ, मोहर निज सुहृदय जहा को मु विश्वास कली, जे मोहर रोटी खाइला से आंभ विरुद्ध रे आपणा गोईठी उठाई अछि।
ଏହା ଗୋଟିଏ ପ୍ରୋଫେସି ଥିଲା। ଇସ୍କାରିୟତ ଯିହୁଦା କାହିଁକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିକ୍ରୟ କରୁଅଛି? କାରଣ ଭାବବାଣୀ ସଫଳ ହେବାର ଆବଶ୍ୟକ ରହିଛି। ଭାବବାଣୀ ସଫଳ ହେବାର ଆବଶ୍ୟକ ରହିଛି। ଆଉ ଇସ୍କାରିୟତ ଯିହୁଦାର କିଛି ଭୁଲ ନୁହେଁ। ଆଉ କେବଳ ଭାବବାଣୀ ସଫଳ ହେବା ନିମନ୍ତେ ଇସ୍କାରିୟତ ଯିହୁଦା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିକ୍ରୟ କରିଛି, ଆମେ ଏ ପ୍ରକାର କଥା ଆମେ କହିପାରିବୁ ନାହିଁ। ଭାବବାଣୀ ସଫଳ ହେବ, ମାତ୍ର ଭାବବାଣୀ କାହା ଦେଇ ସଫଳ ହେଉଛି? ସେହି ପ୍ରକାର ଚରିତ୍ର ଦେଇ ସଫଳ ହେଉଛି। ପ୍ରିୟ ଭାଇ, ଉତ୍ତମ ଭାବବାଣୀ ମଧ୍ୟ ସଫଳ। ଯୀଶୁଖ୍ରୀଷ୍ଟ ଯେଉଁ ସମୟରେ ଆସୁଛନ୍ତି ସେ ସବୁ ଭାବବାଣୀ ଗୁଡ଼ିକ ସଫଳ କରୁଅଛନ୍ତି, ଯାହାଦ୍ୱାରା କି ଅନେକ ଆଶୀର୍ବାଦ ଗୁଡ଼ିକ ତାଙ୍କ ଲୋକମାନଙ୍କ ପ୍ରତି ଆସୁଅଛି। ଆମେ ଆଶୀର୍ବାଦର ଭାବବାଣୀକୁ ଆମେ ସଫଳ କରିବାର ଆବଶ୍ୟକ ରହିଛି। ମାତ୍ର ଅଭିଶାପର ଭାବବାଣୀକୁ ଇସ୍କାରିୟତ ଯିହୁଦା ନିଜ ଜୀବନରେ ସେ ସଫଳ କରୁଅଛି। ପ୍ରିୟ ଭାଇ ଭଉଣୀମାନେ, ପ୍ରଭୁଙ୍କ ଦାସ ଭାବରେ ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆପଣ ଆଉ ମୁଁ ସେ ଇସ୍କାରିୟତ ଯିହୁଦାର ଚରିତ୍ରରୁ ଆମେ ଦୂରକୁ ଚାଲିଯିବାର ଆବଶ୍ୟକ ରହିଛି। ଯେଉଁ ସମୟରେ ଇସ୍କାରିୟତ ଯିହୁଦା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ସେ 30ଟି ରୌପ୍ୟ ମୁଦ୍ରାରେ ବିକ୍ରୟ କରିଅଛନ୍ତି, ଏହାପରେ କ'ଣ ଘଟିଛି ମୁଁ ଆପଣମାନଙ୍କ ନିକଟରେ କିଛି କହି ଆଜିର ଏହି ବକ୍ତବ୍ୟକୁ ମୁଁ ସମାପ୍ତ କରିବା ପାଇଁ ଚାହେଁ। ପ୍ରେରିତ ପୁସ୍ତକ ତାହାର 1 ଅଧ୍ୟାୟର 16 ପଦରୁ ପଢ଼ୁଛି। ଭାଇମାନେ, ଯେଉଁ ଯିହୁଦା ଯୀଶୁଙ୍କୁ ଧରିବା ଲୋକମାନଙ୍କୁ ବାଟ ଦେଖେଇଥିଲା, ତାହା ବିଷୟରେ ପବିତ୍ର ଆତ୍ମା ପୂର୍ବରୁ ଦାଉଦଙ୍କ ମୁଖରେ ଯାହା କହିଥିଲେ, ସେହି ଶାସ୍ତ୍ରୀୟ ବାକ୍ୟ ସଫଳ ହେବାର ଆବଶ୍ୟକ ଥିଲା। କାରଣ ସେ ଆମ୍ଭମାନଙ୍କ ମଧ୍ୟରେ ଜଣେ ଗଣାଯାଇଥିଲା ଓ ଏହି ସେବକ ପଦରେ ଅଂଶପ୍ରାପ୍ତ ହୋଇଥିଲା। କେତେ ଉଚ୍ଚ ସେବକ ପଦ ଇସ୍କାରିୟତ ଯିହୁଦାକୁ ପ୍ରଭୁ ଦେଇଥିଲେ, ମାତ୍ର ସେ ସେବକ ପଦକୁ ଇସ୍କାରିୟତ ଯିହୁଦା ବୁଝିଲେ ନାହିଁ। ଅଳ୍ପ ଟିକେ ଟଙ୍କା ପାଇଁ ଲୋଭ କରି ଚୋରି କଲେ, ସହଭାଗିତା ଠାରୁ ଅଲଗା ଯାଉଛନ୍ତି, ଶୈତାନ ନିମନ୍ତେ ଦ୍ୱାରକୁ ଉନ୍ମୁକ୍ତ କରୁଅଛନ୍ତି। ସେଥି ନିମନ୍ତେ ଇସ୍କାରିୟତ ଯିହୁଦା ଆଜି ସେ ପ୍ରେରିତ ପଦରୁ ତଳକୁ ପଡ଼ି ଯାଇଛନ୍ତି। ତାପରେ ଆମେ ଦେଖିବା କ'ଣ ଲେଖାଯାଇଛି। 18 ପଦ, ଏହି ଲୋକ ଅଧର୍ମର ମୂଲ୍ୟ ଦ୍ୱାରା ଖଣ୍ଡିଏ କ୍ଷେତ ପାଇଲା, ପୁଣି ସେ ମୁଣ୍ଡ ମାଡ଼ି ହୋଇ ପଡ଼ିବାରୁ ତାହାର ପେଟ ଫାଟିଗଲା ଓ ଅନ୍ତ ବୁଜୁଳି ବାହାରି ପଡ଼ିଲା। ଆଉ ଏହା ଜେରୁସାଲେମ ନିବାସୀ ସମସ୍ତେ ଜ୍ଞାତ ହେବାରୁ ସେହି କ୍ଷେତ ସେମାନଙ୍କ ନିଜ ଭାଷାରେ ହକଲଦମା ଅର୍ଥାତ୍ ରକ୍ତ କ୍ଷେତ୍ର ବୋଲି ଖ୍ୟାତ ହେଲା। ଆଉ ଗୀତ ସଂହିତାରେ ଲେଖା ଅଛି, ତାହାର ବାସସ୍ଥାନ ଶୂନ୍ୟ ହେଉ, ସେଠାରେ କେହି ବାସ ନ କରୁ ଏବଂ ତାହାର ଅଧ୍ୟକ୍ଷ ପଦ ଅନ୍ୟ ଜଣେ ପ୍ରାପ୍ତ ହେଉ। ଦେଖନ୍ତୁ ପ୍ରିୟମାନେ, ତାହାର ପଦ ଅନ୍ୟ ଜଣେ ପ୍ରାପ୍ତ ହେଉଛନ୍ତି। ଆମ ପଛରେ ମଧ୍ୟ ଲୋକ ଅଛନ୍ତି। ଯଦି ଆମେ ଆମର ପଦକୁ, ଆମର ପୋଜିସନକୁ ଆମେ ବୁଝିବା ନାହିଁ, ଆମ ପଛରେ ମଧ୍ୟ ଅନେକ ଲୋକ ଅଛନ୍ତି ଆମର ପଦ ପ୍ରାପ୍ତ ହେବା ନିମନ୍ତେ। ସେ ସେହି ଟଙ୍କାରେ କ'ଣ କଲେ? କୌଣସି ବିଲ୍ଡିଂ କଲେ ନାହିଁ, କୌଣସି ବଡ଼ ଧନୀ ହେଇଗଲେ ନାହିଁ। ମାତ୍ର ଇସ୍କାରିୟତ ଯିହୁଦା ଯେଉଁ ଟଙ୍କାରେ ଯୀଶୁଖ୍ରୀଷ୍ଟଙ୍କୁ ବିକ୍ରୟ କରିଥିଲା, ସେହି ଟଙ୍କାରେ ବିଜାତିମାନଙ୍କ ନିମନ୍ତେ ଗୋଟିଏ କବର ସ୍ଥାନ କିଣାଗଲା। ସେଥିପାଇଁ ଲେଖା ହକଲଦମା ରକ୍ତ କ୍ଷେତ୍ର, ସ୍ୱଜାତି ନାହିଁ, ବିଜାତି ଲୋକମାନଙ୍କ ନିମନ୍ତେ ସେ ଗୋଟିଏ କବର ଭଟା ସେ କ୍ରୟ କରୁଅଛି। ଇସ୍କାରିୟତ ଯିହୁଦାଙ୍କର ଚରିତ୍ରକୁ ଆମେ ଦେଖୁଅଛୁ। ସେ କାହିଁକି ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କୁ ବିକ୍ରୟ କଲା? କାରଣ ଯେଉଁ ସମୟରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଇସ୍କାରିୟତ ଯିହୁଦାକୁ ବାଛିଥିଲେ, ସେ କୌଣସି ପ୍ରକାର ଭାବରେ ଗୋଟିଏ ଖରାପ ବ୍ୟକ୍ତି ନଥିଲା। ଆଉ ଜୀବନର ଶେଷ ଯାଏଁ ମଧ୍ୟ ଇସ୍କାରିୟତ ଯିହୁଦା ଯେ ଜଣେ ଖରାପ ବ୍ୟକ୍ତି, ଏହା ମଧ୍ୟ କିଏ ଜାଣିନଥିଲେ। ସେଇଟା ହେଉଛି ବହୁତ ଚମତ୍କୃତ ବିଷୟ। ଯେଉଁ ସମୟରେ ରୋଟି ବୁଡ଼ଉଛନ୍ତି ଆଉ ଯୀଶୁଖ୍ରୀଷ୍ଟ କହୁଛନ୍ତି ଯେ ତୁମମାନଙ୍କ ମଧ୍ୟରେ ଜଣେ ମୋତେ ଶତ୍ରୁ ହସ୍ତରେ ସମର୍ପଣ କରିବେ, ସେହି ସମୟରେ ସମସ୍ତେ ଇସ୍କାରିୟତ ଯିହୁଦା ଆଡ଼କୁ ଦେଖୁନାହାନ୍ତି। ଇସ୍କାରିୟତ ଯିହୁଦା ଆଡ଼କୁ ସମସ୍ତେ ଯୀଶୁଖ୍ରୀଷ୍ଟଙ୍କ ଆଡ଼କୁ ଦେଖୁ, କହୁଛନ୍ତି ପ୍ରଭୁ ମୁଁ କ'ଣ ସେ? କାରଣ ଇସ୍କାରିୟତ ଯିହୁଦା ସେ 12 ଜଣଙ୍କ ମଧ୍ୟରେ ରହିଥିଲେ, ମାତ୍ର କେହି ଜଣେ ମଧ୍ୟ
ଇସ୍କାରିତ ଦିହୁଦା ଯେ ଜଣେ ଚୋର ଯୀଶୁଙ୍କୁ ଧରାଇ ଦେବ ଏହି ପ୍ରକାର କେହି ମଧ୍ୟ ଜାଣିପାରୁନଥିଲେ। ଏତେ ସୁନ୍ଦର ଆକ୍ଟିଂ କରି ସେ ବ୍ୟକ୍ତି ସେ ରହୁଥିଲେ। ପ୍ରିୟ ଭାଇ ଭଉଣୀମାନେ, ଇସ୍କାରିତ ଦିହୁଦାଙ୍କର ଚରିତ୍ର ଆମ ଜୀବନରେ, ଆମ ପରିବାରରେ, ଆମ ଖ୍ରୀଷ୍ଟିଆନ ସମାଜରେ ଦେଖା ନଯାଉ। ନାମ ସିନା ନାହିଁ, ମାତ୍ର ସେଇ ଚରିତ୍ର ଆମ ମଧ୍ୟରେ ଦେଖା ନଯାଉ। ଏହି ଉଦ୍ଦେଶ୍ୟରେ ହିଁ ମୁଁ ଏହି ଭିଡ଼ିଓଟି ଆପଣମାନଙ୍କ ନିମନ୍ତେ କରିଛି, ଯାହାଦ୍ୱାରା କି ଆମ ଜୀବନରେ ସେହି ପ୍ରକାର ଯଦି କୌଣସି ଲୋଭ ଆସେ, ଆମେ ଲୋଭଠାରୁ ଦୂରକୁ ଯିବାର ଆବଶ୍ୟକ ରହିଛି। ସହଭାଗିତାରୁ ଦୂରକୁ ଯିବା ନିମନ୍ତେ କୌଣସି ପ୍ରଲୋଭନ ଆସେ, ତାହେଲେ ଆମେ ସେହି ସହଭାଗିତାକୁ ପୁନର୍ବାର ଆମେ ରହିବାର ଆବଶ୍ୟକ ରହିଛି। ଶୟତାନକୁ ଆମର ହୃଦୟରେ, ଆମ ଜୀବନରେ ଆମେ ସ୍ଥାନ ଦେବାର ଉଚିତ ନୁହେଁ। ପ୍ରିୟ ଭାଇ ଭଉଣୀମାନେ, ଆମ ଜୀବନରେ ଆମେ ଭାବବାଣୀକୁ ସଫଳ କରିବା, ମାତ୍ର ଇସ୍କାରିତ ଜିହୁଦା ପରି ଯୀଶୁଖ୍ରୀଷ୍ଟଙ୍କୁ ବିକ୍ରୟ କରି ଆମେ ଭାବବାଣୀକୁ ଆମେ ସଫଳ କରିବା ନାହିଁ। ଏତେ ଉଚ୍ଚ ପ୍ରେରିତ ପଦ ଇସ୍କାରିତ ଜିହୁଦା ପାଉଲଙ୍କ ପରି ଅନେକ ଚିଠି ସେ ଲେଖିଥାନ୍ତେ, କାରଣ ସେ ଜଣେ ଜ୍ଞାନୀ ବୁଦ୍ଧିମାନ ବ୍ୟକ୍ତି ଥିଲେ। ମାତ୍ର ତାଙ୍କ ପ୍ରେରିତ ପଦରୁ ସେ ହଟି ଯାଇଛନ୍ତି। ତାଙ୍କ ନିମନ୍ତେ ଯେଉଁ ସୁବର୍ଣ୍ଣ ସୁଯୋଗ ଥିଲା, ସେଥିରୁ ସେ ହଟି ଯାଇଛନ୍ତି, ଆଉ ସେ ନିଜକୁ ଆତ୍ମହତ୍ୟା କରିଛନ୍ତି। ତାଙ୍କର ଜୀବନ ସମ୍ପୂର୍ଣ୍ଣ ଭାବରେ ନଷ୍ଟ ହୋଇଗଲା। ପ୍ରଭୁ ଆମକୁ ଅନୁଗ୍ରହ କରନ୍ତୁ, ଇସ୍କାରିତ ଜିହୁଦାଙ୍କର ଚରିତ୍ର ଆମ ଜୀବନରେ କେବେ ହେଲେ ମଧ୍ୟ ଦେଖା ନଯାଉ। ଆସନ୍ତୁ ପଦେ ପ୍ରାର୍ଥନା କରିବା। ପବିତ୍ର ପିତା, ଆମେ ତୁମକୁ ଧନ୍ୟବାଦ ଦେଉଛୁ। ତୁମେ ଅନୁଗ୍ରହ ଦୟାକରି ଆମମାନଙ୍କୁ ଏହି ସୁନ୍ଦର ଅବକାଶ ଦେଇଛ, ଆଉ ଏହି ସମୟରେ ତୁମେ ଆମମାନଙ୍କୁ ଅତି ସୁନ୍ଦର ଭାବରେ ଇସ୍କାରିତ ଜିହୁଦାଙ୍କର ଚରିତ୍ର ଦ୍ୱାରା ତୁମେ କଥା କହିଛ। ଆମ ଜୀବନକୁ ସଜାଡ଼। ଆମ ଜୀବନରେ ଇସ୍କାରିତ ଜିହୁଦାର କୌଣସି ପ୍ରକାର ଚରିତ୍ର ଯୀଶୁଙ୍କ ନାମରେ ଦେଖା ନଯାଉ। ପ୍ରାର୍ଥନା ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ମାଗୁଅଛି, ଆମେନ୍। ସମସ୍ତ